जय जगन्नाथ सांग मैंने आशा करছি ସମସ୍ତେ ଭଲରେ ଥିବେ। ସମସ୍ତ କୃଷକ ଭାଇ ଭଉଣୀମାନଙ୍କ ପାଇଁ ଖୁସି ଖବର ଯେ ସମସ୍ତେ କହୁଥିଲେ ଯେ ଫସଲ ବୀମା ଆମେମାନେ କରିନୁ ତ ଡେଟ୍ ଏକ୍ସଟେଣ୍ଡ ହେବ ନା ନାହିଁ। ତ ଦେଖନ୍ତୁ 14 ଅଗଷ୍ଟ ପର୍ଯ୍ୟନ୍ତ ଫସଲ ବୀମାର ଡେଟ୍ ଏକ୍ସଟେଣ୍ଡ ହେଇଛି। ତ ଯେଉଁମାନେ ବି କରିନାହାନ୍ତି ଫସଲ ବୀମା ପାଇଁ ତ 14 ଅଗଷ୍ଟ ମଧ୍ୟରେ କରିନିଅନ୍ତୁ। ଏବେ ବି ମଧ୍ୟ ଦେଖନ୍ତୁ ସାଇଟ୍ ଚାଲିଛି, ଆପଣମାନେ ଲେଟ୍ ପର୍ଯ୍ୟନ୍ତ ରୁହନ୍ତୁନି। ଫସଲ ବୀମା ଯେଉଁମାନେ ବି କରିବା ପାଇଁ ଚାହୁଁଛନ୍ତି ତ ଅଗଷ୍ଟ 10 ଭିତରେ ସାରି ଦିଅନ୍ତୁ, ତ ଆପଣଙ୍କ ପାଇଁ ବେଟର୍ ହେବ। କାହିଁକିନା ଦେଖନ୍ତୁ ସାଇଟ୍ ଏଭଳିଆ ଜିନିଷ ଯେ ଆପଣମାନେ ଯେତେବେଳେ କରୁଛନ୍ତି ତ ତା ଲେଟ୍ ଯଦି ପାଖାପାଖି ଆପଣ ହେଇଯାଉଛନ୍ତି ମାନେ ଶେଷ ତାରିଖ ପର୍ଯ୍ୟନ୍ତ, ତେବେ ସେଇ ସାଇଟ୍ ପ୍ରୋବ୍ଲେମ୍ ହେଇଯାଉଛି, ଯେଉଁଥିରେ କି ଆପଣଙ୍କର ପ୍ଲଟ୍ର ସବୁ ଡିଟେଲ୍ସ ଆସିନଥାଉଛି। କାରଣ ଏବେ ଦେଖନ୍ତୁ ପ୍ରିଭିୟସ୍ ଇୟର୍ ବହୁତ ଭଲ ଥିଲା, ବଟ୍ ଏଇ ବର୍ଷ ଦେଖନ୍ତୁ ବହୁତ କିଛି ରୁଲ୍ ଚେଞ୍ଜ ହେଇଯାଇଛି। ତ ସେଥିପାଇଁ ଆପଣମାନଙ୍କ ପାଇଁ ବେଟର୍ ହେବ ଆପଣ ଅଗଷ୍ଟ 10 ଭିତରେ ସାରି ଦିଅନ୍ତୁ, ତ ଆପଣଙ୍କୁ କୌଣସି ପ୍ରକାର ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବନି। ମାନେ ଏଇ ନୋଟିସ୍ଟା ଦେଖିପାରୁଥିବେ, ଯେଉଁଥିରେ କି ଲେଖା ଅଛି ମଧ୍ୟ ଅଗଷ୍ଟ 14 ହେଉଛି ଶେଷ ତାରିଖ। ଆଉ ଆପଣଙ୍କୁ ଦେଖନ୍ତୁ ସବୁ ଡିଟେଲ୍ସ ମୁଁ ଅଲରେଡ଼ି ଗୋଟେ ଭିଡ଼ିଓ ବନେଇଛି, ଯେଉଁଥିରେ କି ଆପଣଙ୍କୁ ସେଥିରେ ସବୁ ଡିଟେଲ୍ସ ଆପଣମାନେ ପାଇପାରିବେ। ଆଉ ତାପରେ ଦେଖନ୍ତୁ ଫସଲ ବୀମା ଆମେ ଦେଖନ୍ତୁ କ'ଣ ପାଇଁ କରିବା, ମୁଁ ଅଲରେଡ଼ି ତ ଭିଡ଼ିଓରେ କହିଛି, ତଥାପି ଏଇ ଭିଡ଼ିଓରେ ମଧ୍ୟ ମୁଁ ଆପଣଙ୍କୁ କହିଦେଉଛି। ଯେମିତି ଆମେମାନେ ଆମ ଜୀବନ ପାଇଁ ଇନ୍ସୁରାନ୍ସ କରୁଛେ, ଯେମିତିକି ଜୀବନ ବୀମା କରୁଛେ, ତ ସେମିତି ଫସଲ ନଷ୍ଟ ହେବା ପାଇଁ ଫସଲ ପାଇଁ ହେଲେ ଆମେ ଗୋଟେ ଜୀବନ ବୀମା କରିବା। ତ ତାକୁ କୁହାହେଉଛି ଫସଲ ବୀମା ଯୋଜନା। ଯେମିତି ଆମର ଯଦି କୌଣସି ପ୍ରକାର କ୍ଷୟକ୍ଷତି ହେଉଛି, ତାହେଲେ ଆମକୁ ଯେମିତି ସେଇ ଇନ୍ସୁରାନ୍ସ ମାଧ୍ୟମରେ କିଛି ଆମକୁ ଟଙ୍କା ମିଳିଥାଉଛି, ତ ସେମିତି ଫସଲ ମଧ୍ୟ ଯଦି ଆପଣଙ୍କର ନଷ୍ଟ ହେଇଯାଉଛି, ତାହେଲେ ମଧ୍ୟ ତା ପାଇଁ ମଧ୍ୟ ଆପଣଙ୍କର କ୍ଷୟକ୍ଷତିର ପୂରଣ ପାଇଁ ଆପଣଙ୍କୁ କିଛି ମଧ୍ୟ ଯେଉଁ ଇନ୍ସୁରାନ୍ସ କରିଥିବେ ସେଥିରେ ଆପଣ ଟଙ୍କା ମିଳିବ। ତ ଇଏ ହେଉଛି ଫସଲ ବୀମାର ମେନ୍ ଉଦ୍ଦେଶ୍ୟ। ତ ଯେଉଁମାନେ ବି କୃଷକ ଭାଇ ଭଉଣୀମାନେ ଅଛନ୍ତି, ତ ସେମାନେ 14 ଅଗଷ୍ଟ ମଧ୍ୟରେ ଫସଲ ବୀମା ଆବେଦନ କରିପାରିବେ, ଯେଉଁଥିରେ କି ସେମାନଙ୍କର ଯଦି ଫସଲ ନଷ୍ଟ ହେଇଯିବ ତାହେଲେ ସେମାନଙ୍କୁ କିଛି ପ୍ରଫିଟ୍ ମିଳିବ, ଯାହାକି ଖରିଫ ଋତୁରେ ବି କରାଯାଏ, ରବି ଋତୁରେ ବି କରାଯାଏ। ଆଉ ଆଶା କରୁଛି এই ଭିଡ଼ିଓଟି ମାଧ୍ୟମରେ ଆପଣଙ୍କୁ ବହୁତ ସୂଚନା ମିଳିସାରିଥିବ। ଆଉ এই ଭିଡ଼ିଓକୁ ଯେତେ ପାରୁଛନ୍ତି ସେତେ ସେୟାର କରନ୍ତୁ, ଯାହାଦ୍ୱାରା ସମସ୍ତଙ୍କ ପାଖରେ এই ଭିଡ଼ିଓ ପହଞ୍ଚିବା ଦରକାର। କାହିଁକିନା ବହୁତ ଜଣ କୃଷକ ଭାଇ ଭଉଣୀମାନେ ଏବେ ପର୍ଯ୍ୟନ୍ତ ଫସଲ ବୀମା କରିନାହାନ୍ତି, ତ ସେମାନେ ମଧ୍ୟ ଜାଣିପାରିବେ ଯେ ଫସଲ ବୀମାର ଡେଟ୍ ଏକ୍ସଟେଣ୍ଡ ହେଇଛି, ଆଉ ସେମାନେ ମଧ୍ୟ ଫସଲ ବୀମା କରିପାରିବେ। ଆଉ ଏଇଭଳିଆ ନୂଆ ନୂଆ ଜିନିଷ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ।